1,81,000 ନକଲି ଚାଷୀ ସରକାରଙ୍କ ରାଜସ୍ୱ ଲୁଟ୍ କରୁଥିଲେ। ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯେ ଲୁଟୁଥିଲେ ନକଲି ଚାଷୀ ରାଜ୍ୟକୁ। ରାଜ୍ୟରେ ପ୍ରକୃତ ଚାଷୀ ଲାଭବାନ ହୋଇପାରୁନଥିଲେ। ବହୁ ସଂଖ୍ୟକ ନକଲି ଚାଷୀ ରାଜ୍ୟକୁ ଲୁଟୁଥିଲେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଚାଲନ୍ତୁ ଆଜି ଆମେ ଜାଣିବା ଏ ବିଷୟରେ ପୁରା ଡିଟେଲ୍ସରେ ଏହି ଭିଡ଼ିଓ ମାଧ୍ୟମରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି, ଯେଉଁମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଚାଲନ୍ତୁ ଡେରି ନ କରିକି ଭିଡ଼ିଓଟିକୁ ଆରମ୍ଭ କରିବା ଏବେ। ଲୁଟୁଛନ୍ତି ନକଲି ଚାଷୀ। ରାଜ୍ୟରେ ଏତେ ସଂଖ୍ୟକ ନକଲି ଚାଷୀ ଅଛନ୍ତି ଯେଉଁମାନଙ୍କ ପାଇଁ ପ୍ରକୃତ ଚାଷ କରୁଥିବା ଲୋକ ଲାଭବାନ ହୋଇପାରୁନାହିଁ। ଏଭଳି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ନକଲି ଚାଷୀମାନେ ରାଜସ୍ୱ ଲୁଟ୍ କରିବା ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଚାଷୀ କେହି ଏମିତି କରିନାହାନ୍ତି। ଏସବୁ ଦଲାଲଙ୍କ କାମ। ବିଜେଡି ସରକାର ସମୟରୁ ସେମାନେ ଏଭଳି କାମ କରି ଆସୁଥିଲେ ଏବଂ ରାଜସ୍ୱ ଲୁଟ୍ କରୁଥିଲେ। ଯେଉଁମାନେ ସବୁ ଧରା ପଡ଼ିଛନ୍ତି ସେମାନେ ସବୁ ବିଜେଡି ସମର୍ଥିତ ଲୋକ। ସେ ଆହୁରି କହିଛନ୍ତି ଯେ ପୂର୍ବରୁ ଥିବା ସରକାରଙ୍କ ରାଜୁତି ସମୟରେ ଚାଷୀଙ୍କ ନାଁରେ ମିଛ ପଞ୍ଜୀକରଣ କରି ଜାଲିଆତି କରାଯାଉଥିଲା। ଗତ ବର୍ଷ ଆମେ ନ ଜାଣିପାରିବାରୁ ଏଭଳି କିଛି ନକଲି ଚାଷୀ ପଞ୍ଜୀକରଣ କରି ଧାନ ବିକ୍ରି କରିଥିଲେ। ପରେ ଆମେ ବିଭିନ୍ନ ଅଞ୍ଚଳରେ ଦେଖିଲୁ ଯେ ଧାନ ଯିଏ ଚାଷ କରିଛି ସେ ବିକିବାକୁ ଟୋକନ ପାଉନି, କିନ୍ତୁ ଧାନ ଯିଏ କରିନି, ଯାହାର ବିଲ ପଡ଼ିଆ ପଡ଼ିଛି ସେ ଟୋକନ ପାଉଛି। ଏହା ଜାଣିବା ପରେ ଆମେ ବିଭାଗ ପକ୍ଷରୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲୁ। ତଦନ୍ତ ପରେ 1,81,000 ନକଲି ଚାଷୀ ଧରା ପଡ଼ିଛନ୍ତି। ଆଗକୁ ଆହୁରି ମଧ୍ୟ କିଛି ଲୋକ ବାହାରିବେ। ଏବେ ଧରା ପଡ଼ିଥିବା ନକଲି ଚାଷୀଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଛି। କ'ଣ ପାଇଁ ଏମିତି ଚାଷ ନାଁରେ ମିଛ ପଞ୍ଜୀକରଣ କରି ସରକାରଙ୍କ ରାଜସ୍ୱ ଲୁଟ୍ କରୁଛନ୍ତି ତାର ଉତ୍ତର ଆସିବା ପରେ କାର୍ଯ୍ୟାନୁଷ୍ଠାନ ଦିଆଯିବ। ଆଶା କରୁଛି ଆପଣମାନଙ୍କୁ ଏହି ଛୋଟିଆ ଇନଫର୍ମେସନ୍ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆଉ ଏମିତିକା ଭିଡ଼ିଓ ଦେଖିବା ପାଇଁ ଚାହୁଁଥିଲେ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।